OSU MA OD 9 Block 3 Short Question Answer Number 1 ଆତ୍ମଜୀବନୀ ସମ୍ପାଦନା କ'ଣ? ଆତ୍ମଜୀବନୀ ଗ୍ରନ୍ଥଟି ଲେଖକଙ୍କର ଜୀବିତାବସ୍ଥାରେ ତଥା ଲେଖକଙ୍କର ତତ୍ତ୍ୱାବଧାନରେ ପ୍ରକାଶିତ ହୋଇଥାଏ। ତେବେ ତାହା ତ୍ରୁଟିହୀନ ହେବାର ସମ୍ଭାବନା ଥାଏ। ମାତ୍ର ଲେଖକଙ୍କର ଜୀବନଦଶାରେ ଯଦି ତାହା ପ୍ରକାଶିତ ହୋଇନଥାଏ, ତେବେ ଏହାକୁ ସମ୍ପାଦନା କରିବା ସମୟରେ ସମ୍ପାଦକ ବହୁ ସଚେତନ ଓ ଯତ୍ନବାନ ହେବାର ଆବଶ୍ୟକ ଥାଏ। ନହେଲେ ଏହି କାର୍ଯ୍ୟଟି ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୁଏ। ଆତ୍ମଜୀବନୀ ସମ୍ପାଦନା ସବୁଠାରୁ କଠିନ ସମ୍ପାଦନା କାର୍ଯ୍ୟ। ଉଦାହରଣ, ଓଡ଼ିଆ ସାହିତ୍ୟର ପ୍ରଥମ ଆତ୍ମଜୀବନୀ ଫକୀରମୋହନଙ୍କର ଆତ୍ମଚରିତକୁ ପୁନର୍ବାର ସମ୍ପାଦନା ସମୟରେ ଅଧ୍ୟାପକ ଦେବେନ୍ଦ୍ର କୁମାର ଦାସଙ୍କର ମତାମତ ଭିନ୍ନ। ଏହା ହେଉଛି ଆତ୍ମଜୀବନୀ ସମ୍ପାଦନା। ନମ୍ବର 2 ସହାୟକ ଗ୍ରନ୍ଥସୂଚୀ କ'ଣ? ମାନବ ସଭ୍ୟତାର ଅୟମାରମ୍ଭରୁ ଆଜି ପର୍ଯ୍ୟନ୍ତ ବିଜ୍ଞାନଠାରୁ ବୈଷୟିକ ଜ୍ଞାନ, ସମାଜତତ୍ତ୍ୱଠାରୁ ସାହିତ୍ୟ ତତ୍ତ୍ୱ ପର୍ଯ୍ୟନ୍ତ ବିବିଧ କ୍ଷେତ୍ରରେ ଯେଉଁ ସବୁ ଜ୍ଞାନର ବିଚ୍ଛୁରଣ ଘଟିଛି, ତାର ମାଧ୍ୟମ ହେଉଛି କଥିତ ଓ ଲିଖିତ ପରମ୍ପରା। ଏହି ଜ୍ଞାନଚର୍ଚ୍ଚାର ଏକ ଘନୀଭୂତ ରୂପ ଆମେ ଉପଲବ୍ଧି କରୁ ଊନବିଂଶ ଶତକରୁ ଏକବିଂଶ ଶତାବ୍ଦୀ ମଧ୍ୟରେ। ଫଳରେ ମାନବ ବିଦ୍ୟା ଯେ କ୍ରମଶଃ ଏକ ବିଶାଳ ବୃକ୍ଷରେ ପରିଣତ ହୋଇଛି, ତାହା ଅନସ୍ୱୀକାର୍ଯ୍ୟ। ଓଡ଼ିଆ ସାହିତ୍ୟ ଚର୍ଚ୍ଚାର ପ୍ରତିଲିପି ପୁସ୍ତକାୟନ ମାଧ୍ୟମରେ ଆମ ନିକଟରେ ଉପଲବ୍ଧ। ଏହା ପିଢ଼ି ପରେ ପିଢ଼ି ସଂରକ୍ଷିତ ଗ୍ରନ୍ଥ ଥେସିସ୍, ଆଣ୍ଟିଥେସିସ୍ ଆଣ୍ଡ ସାଇନ୍ଥେସିସ୍ ମାଧ୍ୟମ ଦେଇ ନବନ୍ୟାସ ପାଇଛି। ଏହା ହେଉଛି ସହାୟକ ଗ୍ରନ୍ଥସୂଚୀ। ନମ୍ବର 3 କେଉଁ ଗ୍ରନ୍ଥରେ ସହାୟକ ଗ୍ରନ୍ଥସୂଚୀର ଆବଶ୍ୟକ ରହିଥାଏ? ବ୍ୟାଖ୍ୟାନମୂଳକ ଗ୍ରନ୍ଥରେ ସହାୟକ ଗ୍ରନ୍ଥସୂଚୀର ଆବଶ୍ୟକ ରହିଥାଏ। ନମ୍ବର 4 ସାମ୍ପ୍ରତିକ ପରିସ୍ଥିତିରେ ପୁସ୍ତକକୁ କେତୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି କ'ଣ କ'ଣ? ସାମ୍ପ୍ରତିକ ପରିସ୍ଥିତିରେ ପୁସ୍ତକକୁ 4ଟି ପର୍ଯ୍ୟାୟରେ ବିଭକ୍ତ କରାଯାଉଛି ଓ ସେଗୁଡ଼ିକ ହେଲା ଲୌକିକ ବା କଥିତ ପୁସ୍ତକ ଓରାଲ୍ ବୁକ୍, ଖୋଦିତ ପୁସ୍ତକ ତାଳପତ୍ର ଭୋଜପତ୍ର, ଇନକ୍ରିପ୍ଟେଡ୍ ବୁକ୍, କାଗଜ ଛପା ବହି ପ୍ରିଣ୍ଟେଡ୍ ବୁକ୍, ବୈଦ୍ୟୁତିକ ପୁସ୍ତକ ଇ ବୁକ୍। ଛାପାକଳ କାହାର ଫଳଶ୍ରୁତି? ଛାପାକଳ ନବଜାଗରଣର ଉନ୍ନତ ଫଳଶ୍ରୁତି। ନମ୍ବର 6 ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ପିତାଙ୍କର ନାମ କ'ଣ? ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ପିତାଙ୍କର ନାମ ଚୈତନ୍ୟ ମେହେର। ମୁଖବନ୍ଧ, ପ୍ରସ୍ତାବନା, ସମପର୍ଯ୍ୟାୟ ଓ ଅର୍ଥବାଚୀ ଶବ୍ଦ ଲେଖ। ମୁଖବନ୍ଧ ବା ପ୍ରସ୍ତାବନା ସମପର୍ଯ୍ୟାୟର ସମପର୍ଯ୍ୟାୟବାଚୀ ଓ ଅର୍ଥବାଚକ ଶବ୍ଦ। ଯେକୌଣସି ସମ୍ପାଦିତ ଗ୍ରନ୍ଥରେ ମୁଖବନ୍ଧ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ମୁଖବନ୍ଧ ହେଉଛି ସମ୍ପାଦିକ ବା ସମ୍ପାଦିତ ଗ୍ରନ୍ଥର ମୁଖଶାଳ ସଦୃଶ୍ୟ। ନମ୍ବର 8 ଲିଖନର ମୌଳିକ ଉପାଦାନଗୁଡ଼ିକ କ'ଣ କ'ଣ? ଲିଖନର ମୌଳିକ ଉପାଦାନଗୁଡ଼ିକ ହେଲା ଗ୍ରହଣଶୀଳତା ଓ ରୂପାନ୍ତରୀକରଣ। ନମ୍ବର 9 ଆତ୍ମଜୀବନୀ ଲେଖନ ସୃଜନ କର୍ମର କେଉଁ ସୋପାନ? ଆତ୍ମଜୀବନୀ ଲେଖନ ସୃଜନ କର୍ମର ତୃତୀୟ ସୋପାନ। ନମ୍ବର 10 କାର୍ଲମାର୍କ୍ସ ଲେଖକମାନଙ୍କ ସମ୍ପର୍କରେ କ'ଣ କହିଛନ୍ତି? କାର୍ଲମାର୍କ୍ସ ଲେଖକମାନଙ୍କ ସମ୍ପର୍କରେ କହିଛନ୍ତି ଯେ ସାମାଜିକ ସ୍ଥିତାବସ୍ଥା ମଣିଷର ଚେତନାକୁ ନିୟନ୍ତ୍ରଣ କରିଥାଏ। ଅପର ପକ୍ଷରେ ଚେତନା ମଣିଷର ସାମାଜିକ ସ୍ଥିତାବସ୍ଥାକୁ ନିୟନ୍ତ୍ରଣ କରିପାରେ ନାହିଁ। ଅର୍ଥାତ୍ ସାମାଜିକ ବ୍ୟବସ୍ଥା ସହିତ ସାଂସ୍କୃତିକ ଉପବୋଧ ଗୋଟିଏ ମଣିଷର ଜୀବନକୁ ଅନୁକୂଳ ପଥରେ ଆଗେଇ ନିଏ ଓ ତେବେ ତାର ସୃଜନ କ୍ଷମତା ଉତ୍ତରୋତ୍ତର ଦିଗରେ ଗତି କରି ସମୃଦ୍ଧିଶାଳୀ ହୋଇଥାଏ। ତେଣୁ ଲେଖକଟି ଯଦି ତାର ସାଂସ୍କୃତିକ ଅବବୋଧ ସଠିକ୍ ଭାବେ ମୂଲ୍ୟାୟନ କରିପାରେ ଓ ତାର ଚତୁଃପାର୍ଶ୍ୱରେ ଘଟିଥିବା ଘଟଣାବଳୀକୁ ସଠିକ୍ ଭାବରେ ଆତ୍ମସ୍ଥ କରିପାରେ, ତେବେ ସେ ଧୀରେ ଧୀରେ ସୃଜନ କ୍ଷେତ୍ରରେ ପ୍ରବେଶ କରିପାରିବ। ତେଣୁ ପ୍ରତିଟି ଲେଖକ ପାଇଁ ପ୍ରଥମ ସୋପାନଟି ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହି ସୋପାନଟି ତାର ମସ୍ତିଷ୍କକୁ ଉର୍ବର କରେ ଓ ପାରିପାର୍ଶ୍ୱିକ ଜୀବନଧାରାକୁ ବୁଝିବାରେ ସକ୍ଷମ ହୋଇଥାଏ। ନମ୍ବର 11 ଇ ବୁକ୍ସ କ'ଣ? ଇ ବୁକ୍ସ ହେଉଛି ବୈଦ୍ୟୁତିକ ପୁସ୍ତକ। ଜ୍ଞାନଚର୍ଚ୍ଚା ପରମ୍ପରାରେ ପୁସ୍ତକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଲିଖିତ ପରମ୍ପରାର ଏକ ପ୍ରମୁଖ ଉପାଦାନ ହେଉଛି ପୁସ୍ତକ। ଏହି ପରମ୍ପରା ପୂର୍ବରୁ ପୁସ୍ତକ ମୌଖିକ ସ୍ତରରେ ଥିଲା। ପ୍ରକାଶନ ମାଧ୍ୟମ ଦେଇ ପୁସ୍ତକର ଯେଉଁ ନୂତନ ମାଧ୍ୟମ ଆମ ନିକଟରେ ସମ୍ପ୍ରତି ଉପଲବ୍ଧ ହେଲା, ତାହା ହେଉଛି ଇ ବୁକ୍ସ। 12 ଚୀନ ଦ୍ୱାରା ପ୍ରସ୍ତୁତ କାଗଜ କାହାଙ୍କ ଛାପାଖାନାରେ ପୁସ୍ତକର ରୂପ ନେଇଛି? ଚୀନ ଦ୍ୱାରା ପ୍ରସ୍ତୁତ କାଗଜ ଗୁଟେନବର୍ଗଙ୍କ ଛାପାଖାନାରେ ପୁସ୍ତକର ରୂପ ନେଇଛି। 13 ଗ୍ରନ୍ଥକୁ ସମ୍ପାଦନା କଲାବେଳେ ସମ୍ପାଦକ ନିକଟରେ କେଉଁ ଦୁଇଟି ଆଭିମୁଖ୍ୟ ରହିଥାଏ? ଗ୍ରନ୍ଥକୁ ସମ୍ପାଦନା କଲାବେଳେ ସମ୍ପାଦକ ନିକଟରେ ଦୁଇଟି ଆଭିମୁଖ୍ୟ ରହିଥାଏ, ଯଥା ଗଙ୍ଗାଧରଙ୍କର କାବ୍ୟ କବିତାର ପାଠଗତ ସମୀକ୍ଷା ଏବଂ ଦ୍ୱିତୀୟଟି ହେଉଛି ତତ୍ତ୍ୱାନୁସାୟୀ ସମୀକ୍ଷା। 14 ଗଙ୍ଗାଧର ଗ୍ରନ୍ଥାବଳୀ କିଏ ଓ କେବେ ପ୍ରକାଶ କରିଥିଲେ? ଗଙ୍ଗାଧର ଗ୍ରନ୍ଥାବଳୀ ଭଗବାନ ମେହେରଙ୍କ ଦ୍ୱାରା 1951 ମସିହାରେ ପ୍ରକାଶ କରିଥିଲେ। 15 ସଚୀ ରାଉତରାୟଙ୍କର କବିତାଗୁଚ୍ଛର ନାମ କ'ଣ? ସଚୀ ରାଉତରାୟଙ୍କ କବିତାଗୁଚ୍ଛର ନାମ ହେଲା ପାଥେୟ। 1931-32 ରଚିତ। ବାଜି ରାଉତ କବିତାଟି କିଏ ଅନୁବାଦ କରିଥିଲେ? ଦ ବୋଟମ୍ୟାନ୍ ବୟ ଆଣ୍ଡ ଅଦର ପୋଏମ୍ସ ନାମରେ।
ସଚ୍ଚି ରାଉତରାୟଙ୍କର ବାଜିରାଉତ କବିତାଟିକୁ ସରୋଜିନୀ ନାଇଡୁଙ୍କର କନିଷ୍ଠ ଭ୍ରାତା ବିଖ୍ୟାତ କଳାକାର ହରୀନ୍ଦ୍ରନାଥ ଚଟ୍ଟୋପାଧ୍ୟାୟ ଦ ବୋଟମ୍ୟାନ୍ ପୋଏ ଆଣ୍ଡ ଅଦର ପୋଏମ୍ସ ନାମରେ ଅନୁବାଦ କରିଥିଲେ। ସଂକଳିତ ପୁସ୍ତକ କେତେ ଭାଗରେ ବିଭକ୍ତ? କ'ଣ କ'ଣ? ସଂକଳିତ ପୁସ୍ତକ 3ଟି ଭାଗରେ ବିଭକ୍ତ। ସେଗୁଡ଼ିକ ହେଲା ପ୍ରୟାତ, ଜୀବିତ ଓ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ନେଇ ସଂକଳିତ ପୁସ୍ତକ। ଶାସ୍ତ୍ରାୟଣ ପ୍ରକ୍ରିୟା ବା କୋନୋନାଇଜେସନ୍ କ'ଣ? ଲେଖକ ପରିଚୟ ପ୍ରକ୍ଷେପଣ କ୍ଷେତ୍ରରେ ଯେଉଁ 7ଗୋଟି ବିନ୍ଦୁକୁ ଅନୁଧ୍ୟାନ କଲେ ଯେଉଁ ସାର ନିଚୟ ଉପଲବ୍ଧି କରାଯାଏ ତାହା ହେଉଛି ଶାସ୍ତ୍ରାୟଣ। ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ଓ ବିଂଶ ଶତକର ପ୍ରଥମାର୍ଦ୍ଧର 2 ଦଶକ ମଧ୍ୟରେ ଶାସ୍ତ୍ରାୟଣ ପ୍ରକ୍ରିୟାଟି ଅଧିକ ତ୍ୱରାନ୍ୱିତ ଘଟିଛି। 19. ଲେଖକଙ୍କର ପରିଚୟ ପାଇବାକୁ ହେଲେ କେତେକ ମୌଳିକ ତଥ୍ୟକୁ କ'ଣ କ'ଣ? ଲେଖକଙ୍କ ପରିଚୟ ପାଇବାକୁ ହେଲେ କେତେକ ମୌଳିକ ତଥ୍ୟଗୁଡ଼ିକ ହେଲେ ଲେଖକଙ୍କ ଉପରେ ରଚିତ ଜୀବନ ଗ୍ରନ୍ଥ, ଲେଖକଙ୍କର ଆତ୍ମଜୀବନୀ, ତତ୍କାଳୀନ ପତ୍ରପତ୍ରିକାରେ ଲେଖକଙ୍କ ସମ୍ବନ୍ଧୀୟ ଟୀକା ଟିପ୍ପଣୀ, ଲେଖକଙ୍କର ସମସାମୟିକ ବ୍ୟକ୍ତିବିଶେଷଙ୍କ ସହିତ ଯୋଗସୂତ୍ର ସ୍ଥାପନ, ଲେଖକଙ୍କର କୃତିରେ ନିଜ ଜୀବନ ସମ୍ପର୍କିତ ଆଲେଖ୍ୟର ସଠିକ୍ ନିରୂପଣ, ଲେଖକଙ୍କର ସମ୍ପର୍କୀୟମାନଙ୍କ ସହିତ ଭାବ ବିନିମୟ, ବିବିଧ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଓ ସେଥିପାଇଁ ଅଭ୍ୟର୍ଥନା ସମ୍ପର୍କରେ ଲେଖକର ବିବରଣ, ଲେଖକଙ୍କର ବୃତ୍ତିଗତ ଜୀବନର ଉତ୍କର୍ଷ ଅପକର୍ଷର କାହାଣୀ ସଂଗ୍ରହ ଓ ତାତ୍ପର୍ଯ୍ୟ ନିରୂପଣ, ସାମାଜିକ, ସାଂସ୍କୃତିକ ତଥା ରାଜନୈତିକ ପରି ବିଭିନ୍ନ ଅନୁଷ୍ଠାନ ସହିତ ଲେଖକଙ୍କର ସମ୍ପୃକ୍ତି, ଲେଖକଙ୍କର ବ୍ୟକ୍ତିଗତ ତଥା ସାହିତ୍ୟ ଜୀବନ ସମ୍ପର୍କରେ ଜନଶ୍ରୁତି। କେଉଁ ଗ୍ରନ୍ଥରେ ସହାୟକ ଗ୍ରନ୍ଥସୂଚୀର ଆବଶ୍ୟକତା ରହିଛି? ବ୍ୟାଖ୍ୟାନମୂଳକ ଗ୍ରନ୍ଥରେ ସହାୟକ ଗ୍ରନ୍ଥସୂଚୀର ଆବଶ୍ୟକତା ରହିଛି। ପାଦଟୀକା କ'ଣ? ସହାୟକ ଗ୍ରନ୍ଥସୂଚୀର ଅନ୍ୟ ଏକ କ୍ଷୁଦ୍ର ଅଂଶ ହେଉଛି ପାଦଟୀକା। 1713 ମସିହାରେ ରଚିତ ଗ୍ରାଭିଆଲ୍ସଙ୍କ ଫ୍ରାନ୍ସର ଇତିହାସ ପୁସ୍ତକରେ ପାଦଟୀକା ବ୍ୟବହାର କରି ପୂର୍ବ ଐତିହାସିକମାନଙ୍କ ମନ୍ତବ୍ୟକୁ ଉଦ୍ଧାର କରିଥିଲେ। ପାଦଟୀକା ବ୍ୟବହାର ପ୍ରାୟତଃ 16ଶ ଶତାବ୍ଦୀରୁ ପାଶ୍ଚାତ୍ୟ ଜଗତରେ ଚଳିଆସୁଛି। ନାମସୂଚୀ କ'ଣ? ନାମସୂଚୀ ପାଠକମାନଙ୍କ ପାଇଁ ବିଷୟ ଅବବୋଧ ତଥା ବିଷୟ ବିଶାରଦ ମାନଙ୍କ ସମ୍ପର୍କରେ ଜାଣିବାର ଏକ ସହଜଲବ୍ଧ ପ୍ରକରଣ, ଯାହାଦ୍ୱାରା ପାଠକ ଓ ସମ୍ପାଦକ ମଧ୍ୟରେ ସାରସ୍ୱତ ସମ୍ପର୍କ ଗଢ଼ି ଉଠିଥାଏ। ନାମସୂଚୀ ସର୍ବଦା ବିଷୟାନୁଯାୟୀ ସଂକଳିତ ପୁସ୍ତକର ଭାବାଦର୍ଶ ଓ ଏହି ଭାବାଦର୍ଶକୁ ସମ୍ବର୍ଦ୍ଧନ ଓ ସ୍ୱୀକାର କରୁଥିବା ବିବିଧ ଉପାଦାନ ଲେଖକୀୟ ଅନୁଚିନ୍ତା ଏହି ନାମସୂଚୀରେ ପ୍ରତିଫଳିତ ହୋଇଥାଏ। ସଂକଳିତ ପୁସ୍ତକର ସାମଗ୍ରିକ ଭାବସତ୍ତାକୁ କେନ୍ଦ୍ର କରି ଯେଉଁ କୃତ୍ବିତମାନେ ନିଜସ୍ୱ ଯୁକ୍ତିଶୀଳ ମନ୍ତବ୍ୟ ପ୍ରଦାନ କରିଥାନ୍ତି ସେମାନଙ୍କର ନାମ ମନ୍ତବ୍ୟକୁ ଯଥାସମ୍ଭବ ସଂକ୍ଷିପ୍ତ ଆକାରରେ ଏହି ନାମସୂଚୀରେ ଅନ୍ତର୍ଭୁକ୍ତ କରାଯାଇଥାଏ। ଲେଖକଙ୍କର ସମୟ ଅବଧିକୁ କେତେ ଭାଗରେ ବିଭକ୍ତ କରାଯାଇଛି କ'ଣ କ'ଣ? ଲେଖକଙ୍କର ସମୟ ଅବଧିକୁ 3 ଭାଗରେ ବିଭକ୍ତ କରାଯାଇଛି, ଯଥା ଜନ୍ମରୁ ସୃଜନ କର୍ମ, ସୃଜନ କର୍ମ ମଧ୍ୟରେ ତାର ଭାବାଦର୍ଶ, ସୃଜନ କର୍ମର ଶେଷ ପର୍ବ।